ଆଜିର ଭିଡ଼ିଓରେ ଆମେ ଓଡ଼ିଆ ଅନର୍ସର କୋର୍ 1 ୟୁନିଟ୍ 2 1 ମାର୍କ ସର୍ଟ କ୍ୱେଶ୍ଚିନ୍ ଆଲୋଚନା କରିବା। ମାର୍କସ୍ ମୁଲାର କେଉଁ ସିଦ୍ଧାନ୍ତକୁ ହସରେ ଉଡ଼ାଇ ଦେଇଥିଲେ? ଅପସନ୍ କ ଧାତୁ ସିଦ୍ଧାନ୍ତ, ଖ ପ୍ରେମ ସିଦ୍ଧାନ୍ତ, ଗ ଧନାତ୍ମକ ଅନୁକରଣ ସିଦ୍ଧାନ୍ତ, ଘ ଇଙ୍ଗିତ ସିଦ୍ଧାନ୍ତ। ସଠିକ୍ ଉତ୍ତରଟି ହୋଇଯିବ ଅପସନ୍ ଗ ଧନାତ୍ମକ ଅନୁକରଣ ସିଦ୍ଧାନ୍ତ। ସମ୍ପର୍କ ସିଦ୍ଧାନ୍ତର ପ୍ରତିପାଦକ କିଏ? ଅପସନ୍ କ ରେବେଜ, ଅପସନ୍ ଖ ପାଣିନି, ଅପସନ୍ ଗ ମାର୍କସ୍ ମୁଲାର, ଅପସନ୍ ଘ ପ୍ଲାଟୋ। ସଠିକ୍ ଉତ୍ତରଟି ହୋଇଯିବ ଅପସନ୍ କ ରେବେଜ। ପ୍ରତିବିମ୍ବ ସିଦ୍ଧାନ୍ତର ଆବିଷ୍କର୍ତ୍ତା କିଏ? ଅପସନ୍ କ କାର୍ଡଲିଫ୍, ଖ ସ୍ଲେଗେଲ, ଅପସନ୍ ଗ ମାର୍କସ୍ ମୁଲାର, ଅପସନ୍ ଘ ରେବେଜ। ସଠିକ୍ ଉତ୍ତରଟି ହୋଇଯିବ ଅପସନ୍ ଖ ସ୍ଲେଗେଲ। ପ୍ରେମ ସିଦ୍ଧାନ୍ତର ଉଦ୍ଭାବକ କିଏ? ଅପସନ୍ କ ସ୍ଲେଗେଲ, ଅପସନ୍ ଖ ରେବେଜ, ଅପସନ୍ ଗ ସ୍ମିଥ, ଅପସନ୍ ଘ ହଡସନ୍। ସଠିକ୍ ଉତ୍ତରଟି ହୋଇଯିବ ଅପସନ୍ ଘ ହଡସନ୍। ଶ୍ରମ ପରିହଣ ମୂଳକ ସିଦ୍ଧାନ୍ତର ଜନ୍ମଦାତା କିଏ? ଅପସନ୍ କ ଡାରୱିନ୍, ଅପସନ୍ ଖ ହଡସନ୍, ଅପସନ୍ ଗ ନୟେର, ଅପସନ୍ ଘ ସ୍ଲେଗେଲ। ସଠିକ୍ ଉତ୍ତରଟି ହୋଇଯିବ ଅପସନ୍ ଗ ନୟେର। ଆବେଗ ସିଦ୍ଧାନ୍ତର ପ୍ରଥମ ସନ୍ଧାନକାରୀ ବ୍ୟକ୍ତି କିଏ? ଅପସନ୍ କ କାର୍ଡଲିଫ୍, ଅପସନ୍ ଖ ନୟେର, ଅପସନ୍ ଗ ଡାରୱିନ୍, ଅପସନ୍ ଘ ରେବେଜ। ସଠିକ୍ ଉତ୍ତରଟି ହୋଇଯିବ ଅପସନ୍ କ କାର୍ଡଲିଫ୍। ବିବର୍ତ୍ତନବାଦର ପ୍ରବକ୍ତା କିଏ? ଅପସନ୍ କ ସ୍ଲେଗେଲ, ଅପସନ୍ ଖ ଡାରୱିନ୍, ଅପସନ୍ ଗ ରେବେଜ, ଅପସନ୍ ଘ କାର୍ଡଲିଫ୍। ସଠିକ୍ ଉତ୍ତରଟି ହୋଇଯିବ ଅପସନ୍ ଖ ଡାରୱିନ୍। ଫ୍ରିଜିଆନ୍ ଭାଷାରେ ବକସର ଅର୍ଥ କ'ଣ? ଅପସନ୍ କ ଭାତ, ଖ ଡାଲି, ଗ ପାଣି, ଘ ରୁଟି। ସଠିକ୍ ଉତ୍ତରଟି ହୋଇଯିବ ଅପସନ୍ ଘ ରୁଟି। ମିଶରର କେଉଁ ରାଜା ଦୁଇଟି ନବଜାତ ଶିଶୁକୁ ନେଇ ପରୀକ୍ଷା କରିଥିଲେ? ଅପସନ୍ କ ଫାରୋ, ଖ ଆଲେକଜାଣ୍ଡାର, ଗ ସେମେଟିକ୍ସ, ଘ ହିଟଲର। ଅପସନ୍ ଗ ହୋଇଯିବ ସଠିକ୍ ଉତ୍ତର ସେମେଟିକ୍ସ। ବୌଦ୍ଧମାନେ କେଉଁ ଭାଷାକୁ ବିଶ୍ୱର ମୂଳ ଭାଷା ବୋଲି କହିଥାନ୍ତି? ଅପସନ୍ କ ସଂସ୍କୃତ, ଅପସନ୍ ଖ ପାଲି, ଅପସନ୍ ଗ ପ୍ରାକୃତ, ଅପସନ୍ ଘ ହିନ୍ଦୀ। ସଠିକ୍ ଉତ୍ତରଟି ହୋଇଯିବ ଅପସନ୍ ଖ ପାଲି। ଶବ୍ଦ ଆକାଶରୁ ସ୍ୱାଭାବିକ ଭାବେ ସୃଷ୍ଟି ଏକଥା କିଏ କହିଥିଲେ? ଅପସନ୍ କ ହେରାକ୍ଲିଟସ୍, ଖ ହେରୋଡୋଟସ୍, ଗ ମର୍ମଟ, ଅପସନ୍ ଘ ରୁଦ୍ରଟ। ଏହା ସଠିକ୍ ଉତ୍ତରଟି ହୋଇଯିବ ଅପସନ୍ କ ହେରାକ୍ଲିଟସ୍। ଭାରତୀୟ ପରମ୍ପରାରେ ବେଦର ଭାଷା କ'ଣ କୁହାଯାଏ? ଅପସନ୍ କ ମାନକ ଭାଷା, ଅପସନ୍ ଖ ପ୍ରାକୃତ ଭାଷା, ଅପସନ୍ ଗ ଉପଭାଷା, ଅପସନ୍ ଘ ଦେବଭାଷା। ଏହା ସଠିକ୍ ଉତ୍ତରଟି ହୋଇଯିବ ଅପସନ୍ ଘ ଦେବଭାଷା। ଭାଷାର ଉତ୍ପତ୍ତି ସମ୍ପର୍କରେ ପ୍ରାଚୀନତମ ସିଦ୍ଧାନ୍ତ କ'ଣ? ଅପସନ୍ କ ଧାତୁ ସିଦ୍ଧାନ୍ତ, ଖ ପ୍ରେମ ସିଦ୍ଧାନ୍ତ, ଗ ଦୈବୀ ଉତ୍ପତ୍ତି ସିଦ୍ଧାନ୍ତ, ଘ ପ୍ରକୃତି ସିଦ୍ଧାନ୍ତ। ଅପସନ୍ ଗ ହୋଇଯିବ ସଠିକ୍ ଉତ୍ତର ଦୈବୀ ଉତ୍ପତ୍ତି ସିଦ୍ଧାନ୍ତ। ଦ୍ୱନ୍ଦ ବା ଦେବଭାଷା କେଉଁ ଦେଶର ପବିତ୍ର ଗ୍ରନ୍ଥ ଅଟେ? ଅପସନ୍ କ ଇଟାଲୀ, ଖ ମିଶର, ଗ ଚାଇନା, ଘ ଜର୍ମାନୀ। ଏହା ସଠିକ୍ ଉତ୍ତରଟି ହୋଇଯିବ ଅପସନ୍ ଖ ମିଶର। ଦେବତାମାନଙ୍କର ଭାଷା ହିଁ ଈଶ୍ୱରଙ୍କ ଭାଷା ଏକଥା କିଏ କହିଥିଲେ? ଅପସନ୍ କ ହୋମର, ଖ ମାର୍କସ୍ ମୁଲାର, ଗ ଆର୍ ଏ ୱିଲସନ୍, ଘ ସେମେଟିକ୍ସ। ଏହା ସଠିକ୍ ଉତ୍ତରଟି ହୋଇଯିବ ଅପସନ୍ କ ହୋମର। କ୍ୟାଥୋଲିକମାନଙ୍କ ମତରେ କେଉଁ ଭାଷା ଭଗବାନଙ୍କ ଦ୍ୱାରା ସୃଷ୍ଟି? ଅପସନ୍ କ ସଂସ୍କୃତ, ଖ ପାଲି, ଗ ପ୍ରାକୃତ, ଘ ହିବ୍ରୁ। ଏହା ସଠିକ୍ ଉତ୍ତରଟି ହୋଇଯିବ ଅପସନ୍ ଘ ହିବ୍ରୁ। ଇଏ କହିଥିଲେ ପୃଥିବୀର ସବୁ ପଦାର୍ଥ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି ନୁହେଁ। ଅପସନ୍ କ ହଡସନ୍, ଅପସନ୍ ଖ ହୋମର, ଅପସନ୍ ଗ ଗ୍ରେଗରୀ ବିଶପ, ଅପସନ୍ ଘ ସାମୁଏଲ ବକେଟ୍। ଏହାର ସଠିକ୍ ଉତ୍ତରଟି ହୋଇଯିବ ଅପସନ୍ ଗ ଗ୍ରେଗରୀ ବିଶପ। କେଉଁ ସିଦ୍ଧାନ୍ତ ଅନୁଯାୟୀ ଭିନ୍ନ ଭିନ୍ନ ଭାଷା ପରିବାର ମଧ୍ୟରେ ଧାତୁ ରହିଛି? ଅପସନ୍ କ ଡିଙ୍ଗଡଙ୍ଗ, ଅପସନ୍ ଖ ଧାତୁ ସିଦ୍ଧାନ୍ତ, ଅପସନ୍ ଗ ଦୈବୀ ସିଦ୍ଧାନ୍ତ, ଅପସନ୍ ଘ ପ୍ରେମ ସିଦ୍ଧାନ୍ତ। ଏହା ସଠିକ୍ ଉତ୍ତରଟି ହୋଇଯିବ ଅପସନ୍ ଖ ଧାତୁ ସିଦ୍ଧାନ୍ତ। ମନୁଷ୍ୟ ତାର ଆଶା, କ୍ରୋଧ, କାରୁଣ୍ୟ, ଭୟ, ବିସ୍ମୟ କେଉଁ ସଂକେତରେ ପ୍ରକାଶ କରିଥାଏ? ଅପସନ୍ କ ଅନୁକରଣ, ଅପସନ୍ କ ଧନାତ୍ମକ,
ଅପସନ୍ ଗ ସଂକେତ, ଅପସନ୍ ଗ ଭାବ ପ୍ରକାଶମୂଳକ। ଏହା ସଠିକ ଉତ୍ତରଟି ହେଇଯିବ ଅପସନ୍ ଘ ଭାବ ପ୍ରକାଶମୂଳକ। ପ୍ରତିବିମ୍ବ ସିଦ୍ଧାନ୍ତର ସଂସ୍ଥାପକଙ୍କ ନାମ ଓ ଦର୍ଶାଅ। ଅପସନ୍ କ ସ୍ଲେଗେଲ, ଅପସନ୍ ଖ ରେବେଜ, ଅପସନ୍ ଗ ଭର୍ତ୍ତୃହରି, ଅପସନ୍ ଘ ପାଣିନି। ସଠିକ ଉତ୍ତରଟି ହେଇଯିବ ଅପସନ୍ ଗ। ଏବେ ଆମେ ଶୂନ୍ୟସ୍ଥାନ ପୂରଣ କର ପ୍ରଶ୍ନ ଗୁଡ଼ିକ ଦେଖିବା। ପ୍ରତିବିମ୍ବ ସିଦ୍ଧାନ୍ତର ପ୍ରବକ୍ତାଙ୍କ ନାମ ଡ୍ୟାଶ। ସ୍ଲେଗେଲ। ଡ୍ୟାଶ ଥିଲେ ପ୍ରେମ ସିଦ୍ଧାନ୍ତର ପ୍ରବକ୍ତା ପ୍ରଫେସର ହଡସନ। ସମନ୍ୱିତ ସିଦ୍ଧାନ୍ତ ବା ଏକୀଭୂତ ସମ୍ଭାବନା ସିଦ୍ଧାନ୍ତର ଜନ୍ମଦାତା ଡ୍ୟାଶ। ଭାଷା ବିଜ୍ଞାନବିଦ ସୁଇଟ। ଡ୍ୟାଶ ଥିଲେ ସମ୍ପର୍କ ସିଦ୍ଧାନ୍ତର ପ୍ରତିପାଦକ ରେବେଜ। ଡ୍ୟାଶ ଥିଲେ ଧାତୁ ସିଦ୍ଧାନ୍ତର ମୂଳ ପ୍ରସ୍ତାବକ ପ୍ଲାଟୋ। ମାର୍କସ ମୁଲର ଧାତୁର ଡ୍ୟାଶ ସୃଷ୍ଟି ବୋଲି ବିଶ୍ୱାସ କରିଥିଲେ ଅନୁରଣନରୁ। ଡ୍ୟାଶ ଥିଲେ ଶ୍ରମ ପରିହରଣମୂଳକ ସିଦ୍ଧାନ୍ତର ଜନ୍ମଦାତା ଭାଷାବିଦ ନୋଏର। ଶ୍ରମ ଅପନୋଦନ ପାଇଁ ସୃଷ୍ଟି ହେଉଥିବା ଡ୍ୟାଶ ଧ୍ୱନିରୁ ଏହି ସିଦ୍ଧାନ୍ତ ନାମକରଣ ହୋଇଛି ୟୋ ହେ ହୋ। ଧ୍ୱନାତ୍ମକ ଅନୁକରଣ ସିଦ୍ଧାନ୍ତକୁ ହସରେ ଉଡ଼ାଇ ଦେଇ ମାର୍କସ ମୁଲର ଡ୍ୟାଶ କହିଥିଲେ ବୋଉ ଥିଓରି। ଭାଷାର ଉତ୍ପତ୍ତି ସମ୍ବନ୍ଧୀୟ ସିଦ୍ଧାନ୍ତ ମଧ୍ୟରେ ଡ୍ୟାଶ ସିଦ୍ଧାନ୍ତ ପ୍ରାଚୀନତମ। ଦୈବୀ ଉତ୍ପତ୍ତି ସିଦ୍ଧାନ୍ତ। ଦାର୍ଶନିକ ପ୍ଲାଟୋ ଥିଲେ ଡ୍ୟାଶ ସିଦ୍ଧାନ୍ତର ମୂଳ ପ୍ରସ୍ତାବକ ଧାତୁ। ଡ୍ୟାଶ ଥିଲେ ସଂକେତ ସିଦ୍ଧାନ୍ତ ବା ନିର୍ଣ୍ଣୟକ ସିଦ୍ଧାନ୍ତର ଜନକ ରୁଷୋ। ଡ୍ୟାଶ ଥିଲେ ଇଙ୍ଗିତ ସିଦ୍ଧାନ୍ତ ବା ଲଘୁ ସିଦ୍ଧାନ୍ତର ଉଦ୍ଭାବକ ପାଲିନେସିଅନ। ଡ୍ୟାଶ ଧାତୁ ସିଦ୍ଧାନ୍ତ ବା ଅନୁରଣନ ସିଦ୍ଧାନ୍ତ ସମ୍ପର୍କ ସ୍ପଷ୍ଟ ରୂପ ପ୍ରଦାନ କରିଥିଲେ ଜର୍ମାନ ପ୍ରଫେସର ହେସ। ଭାଷାରେ ଧାତୁର ସଂଖ୍ୟା ଅଧିକ ହେତୁ ଜଟିଳତା ବେଶୀ ଥାଏ ବୋଲି ଡ୍ୟାଶ ମତ ଦିଅନ୍ତି ଆଧୁନିକ ଭାଷା ବିଜ୍ଞାନୀ। ଜୀବଜନ୍ତୁ ଓ ନିର୍ଜୀବ ପଦାର୍ଥମାନଙ୍କର ଧ୍ୱନି ଡ୍ୟାଶ ସଂକେତ ସୃଷ୍ଟି ହୁଏ ଅନୁକରଣମୂଳକ। ଭାରତୀୟ ପରମ୍ପରାରେ ବେଦର ଭାଷାକୁ ଡ୍ୟାଶ ଭାଷା କୁହାଯାଏ ସଂସ୍କୃତ। ଡ୍ୟାଶ ଭାଷା ଦେବତାମାନଙ୍କର ଭାଷା ବୋଲି ହୋମର ବିଶ୍ୱାସ କରୁଥିଲେ ମନୁଷ୍ୟର ଶବ୍ଦ ଆକାଶରୁ ସ୍ୱାଭାବିକ ଭାବେ ସୃଷ୍ଟି ବୋଲି ଡ୍ୟାଶ ମତ ବ୍ୟକ୍ତ କରିଥିଲେ ହେରାକ୍ଲିଟସ। ଯଦି ଭାଷା ଦୈବୀକୃତ ତେବେ ପୃଥିବୀର ସବୁ ମଣିଷ ଏକ ଭାଷା କହୁଥାନ୍ତି। ଏ ଉକ୍ତି ଡ୍ୟାଶ ବାଢ଼ିଥିଲେ ଜି.ଏଚ୍. ହଡର। ମିଶରର ଡ୍ୟାଶ ରାଜା ଦୁଇଟି ନବଜାତ ଶିଶୁକୁ ନେଇ ପରୀକ୍ଷା କରିଥିଲେ ସେମେଟିକ୍ସ। ପ୍ରିଜିୟନ ଭାଷାରେ ବକସର ଅର୍ଥ ରୁଟି। ଆକବର ଶିଶୁକୁ ନେଇ ପରୀକ୍ଷା କଲା ପରେ ଡ୍ୟାଶ କହିଥିଲେ ଭାଷା ଦୈବିକ ସୃଷ୍ଟି ନୁହେଁ। ଧାତୁ ସିଦ୍ଧାନ୍ତ ଉପରେ ଡ୍ୟାଶ ସ୍ପଷ୍ଟ ସୂଚନା ପ୍ରଦାନ କରିଥିଲେ ପ୍ରଫେସର ହେସ। ମନୁଷ୍ୟ ଆଶା, କ୍ରୋଧ, ଭୟ, ବିସ୍ମୟ ଆଦି ଡ୍ୟାଶ ସଂକେତ ଦ୍ୱାରା ପ୍ରକାଶିତ ଭାବ ପ୍ରକାଶମୂଳକ। ଡିଂଡଙ୍ଗର ଅର୍ଥ ଡ୍ୟାଶ ଅନୁକରଣ। ଲଘୁ ଥିଓରିକୁ ଡ୍ୟାଶ ପ୍ରଥମେ ଉଦ୍ଭାବନ କରିଥିଲେ ପାଲିନେସିଅନ। ଡ୍ୟାଶ ସଂକେତ ସିଦ୍ଧାନ୍ତର ଜନକ ରୁଷୋ। ଡ୍ୟାଶ ସିଦ୍ଧାନ୍ତ ସମ୍ପୂର୍ଣ୍ଣ ଅମୂଳକ ଟାଟା। ଡ୍ୟାଶଙ୍କ ମତରେ ଭାଷା ଦୈବୀକୃତ ନୁହେଁ, ଏହା ମାନବ ଦ୍ୱାରା ସୃଷ୍ଟି ଡାରୱିନ। ପ୍ରତିବିମ୍ବ ସିଦ୍ଧାନ୍ତର ଅନ୍ୟ ନାମ ଡ୍ୟାଶ ଅଟେ ପ୍ରତିମା ସିଦ୍ଧାନ୍ତ। ଡ୍ୟାଶ ଓ ଡ୍ୟାଶ ମତ ଅନୁଯାୟୀ ଆଦିମ ମାନବ ସଙ୍ଗୀତର ଭାଷାର ଉତ୍ପତ୍ତି ଅଟେ ଡାରୱିନ ଓ ସ୍ପେନ୍ସର। ପ୍ରତିବିମ୍ବ ସିଦ୍ଧାନ୍ତର ସଂସ୍ଥାପକ ନାମ ଡ୍ୟାଶ ଅଟେ ଭର୍ତ୍ତୃହରି। ବିଭିନ୍ନ ସମ୍ବନ୍ଧର ଜାତ ଶବ୍ଦ ଏକ ନିର୍ଦ୍ଦିଷ୍ଟ ଅର୍ଥରେ ପ୍ରତୀତ ଏହା ଡ୍ୟାଶ କହିଥିଲେ ହେନରୀ। ଏବେ ଆମେ ଗୋଟିଏ ବାକ୍ୟରେ କିମ୍ବା ଶବ୍ଦରେ ଏକ ମାର୍କିଆ ପ୍ରଶ୍ନ ଗୁଡ଼ିକ ଆଲୋଚନା କରିବା। ଭାଷାର ଉତ୍ପତ୍ତି ସମ୍ପର୍କରେ ଏଲ.ଏଚ୍. ଗ୍ରେଙ୍କ ମତ କ'ଣ? ବର୍ତ୍ତମାନ ସ୍ଥିତିରେ ଭାଷା ଉତ୍ପତ୍ତି ସମ୍ପର୍କୀୟ ପ୍ରଶ୍ନଟି ପ୍ରମାଣ ଅଭାବରୁ ଭାଷା ବିଜ୍ଞାନ ଅଧ୍ୟୟନ ପରିସରରୁ ସମ୍ପୂର୍ଣ୍ଣ ବହିର୍ଭୂତ ହେବା ଉଚିତ ବୋଲି ସେ କହିଥିଲେ। ଭାଷା ବିଜ୍ଞାନ ସହିତ ଭାଷାର ଉତ୍ପତ୍ତି ସମ୍ପର୍କୀୟ ସମସ୍ୟାର କୌଣସି ସମ୍ପର୍କ ନଥିବା ଦୁଇଟି କାରଣ କ'ଣ? ଭାଷା ବିଜ୍ଞାନ ସହିତ ଭାଷାର ଉତ୍ପତ୍ତି ସମ୍ପର୍କୀୟ ସମସ୍ୟାର ଦୁଇଟି କାରଣ ହେଲା ଭାଷାର ଦୈବୀ ଉତ୍ପତ୍ତି ସିଦ୍ଧାନ୍ତ ସାର୍ବଦେଶିକ ପରମ୍ପରାଗତ ବିଶ୍ୱାସ। ଅନ୍ୟ କାରଣଟି ହେଲା ଅଧ୍ୟୟନ ସାମଗ୍ରୀର ଅଭାବ। ଭାଷାର ଉତ୍ପତ୍ତି ସମ୍ପର୍କୀୟ ପ୍ରାଚୀନତମ ସିଦ୍ଧାନ୍ତ କ'ଣ? ଦୈବୀ ଉତ୍ପତ୍ତି ସିଦ୍ଧାନ୍ତ ହେଉଛି ଭାଷା ଉତ୍ପତ୍ତିର ପ୍ରାଚୀନତମ ସିଦ୍ଧାନ୍ତ। ଦେଶର ଧାର୍ମିକ ଧାରଣା ଅନୁଯାୟୀ ଏହି ଦୈବୀ ସିଦ୍ଧାନ୍ତ ଗୃହୀତ। ଦୈବୀ ଉତ୍ପତ୍ତି ସିଦ୍ଧାନ୍ତ କାହାକୁ କୁହାଯାଏ? ପୃଥିବୀର ସବୁ ପଦାର୍ଥ ପରି ଭାଷା ମଧ୍ୟ ଭଗବାନଙ୍କ ଦ୍ୱାରା ସୃଷ୍ଟି। ଭଗବାନ ମାନବକୁ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ତାର ଭାଷାକୁ ମଧ୍ୟ ସୃଷ୍ଟି କରିଛନ୍ତି। ଜନ୍ମଗ୍ରହଣ କରିବା ମାତ୍ରେ ମାନବ ଯେପରି ଶ୍ୱାସ ପ୍ରଶ୍ୱାସ ଓ ରକ୍ତ ସଞ୍ଚାଳନ ପ୍ରଭୃତି ଶକ୍ତିର ଅଧିକାରୀ ହୁଏ, ସେହିପରି ଭାଷା ଶକ୍ତିର ମଧ୍ୟ ଅଧିକାରୀ ହୁଏ। ଭାରତୀୟ ପରମ୍ପରାରେ ବେଦର ଭାଷାକୁ କ'ଣ କୁହାଯାଏ? ସଂସ୍କୃତ ଓ ପୁରୁଷେୟ ବା ଦେବଭାଷା କୁହାଯାଏ। ସଂସ୍କୃତ ଓ ପୁରୁଷେୟ ବା ଦେବଭାଷା ବୋଲି କେଉଁମାନେ ସ୍ୱୀକାର କରନ୍ତି? ଉପମନ୍ୟବ୍ୟ, ଔଦୁମ୍ବରାୟଣ, କୃଷ୍ଣଦ୍ୱୈପାୟନ ପ୍ରଭୃତି ବିଦ୍ୱାନ ଏହି ସିଦ୍ଧାନ୍ତକୁ ସ୍ୱୀକାର କରିଛନ୍ତି। ଋଗ୍ବେଦରେ କେଉଁ ଉକ୍ତିରେ ସଂସ୍କୃତ ଓ ପୁରୁଷେୟ ବା ଦେବଭାଷାକୁ ସମର୍ଥନ କରେ? ଦେବୀଂ ବାଚମ ଜନୟନ୍ତ ଦେବାଂ। ଭକ୍ତି ଏଠାରେ ଟାଇପିଂ ମିଷ୍ଟେକ୍ ହେଇଛି। ଉକ୍ତିରେ ଦେବଭାଷାକୁ ସମର୍ଥନ ଅଛି। ମିଶରୀୟ ମାନେ ସେମାନଙ୍କ ପବିତ୍ର ଗ୍ରନ୍ଥକୁ କ'ଣ କହନ୍ତି? ଦ୍ୱନ୍ଦ୍ୱ ଅର୍ଥାତ୍ ଦେବଭାଷା କୁହାଯାଏ।
ଦେବତାମାନଙ୍କର ଭାଷା ହିଁ ମନୁଷ୍ୟର ଭାଷା ଏହାକୁ କିଏ ବିଶ୍ୱାସ କରୁଥିଲେ? ଦେବତାମାନଙ୍କର ଭାଷା ହିଁ ମନୁଷ୍ୟର ଭାଷା ଏହାକୁ ହୋମର ବିଶ୍ୱାସ କରୁଥିଲେ। କ୍ୟାଥୋଲିକ ମାନଙ୍କ ମତରେ କେଉଁ ଭାଷା ଭଗବାନଙ୍କ ଦ୍ୱାରା ସୃଷ୍ଟି? କ୍ୟାଥୋଲିକ ମାନଙ୍କ ମତରେ ହିବ୍ରୁ ଭାଷା ଭଗବାନଙ୍କ ଦ୍ୱାରା ସୃଷ୍ଟି। ବୌଦ୍ଧମାନେ କେଉଁ ଭାଷାକୁ ବିଶ୍ୱର ମୂଳ ଭାଷା ରୂପେ କହିଥାନ୍ତି? ପାଲି ଭାଷା ବିଶ୍ୱର ମୂଳ ଭାଷା ଓ ଏହା ଭଗବାନ ବୁଦ୍ଧଙ୍କ ଦ୍ୱାରା ସୃଷ୍ଟି ଭାଷା। ଭାଷା ସମ୍ପର୍କରେ ହେରାକ୍ଲିଟସଙ୍କ ଧାରଣା କ'ଣ ଥିଲା? ଶବ୍ଦ ଆକାଶରୁ ସ୍ୱାଭାବିକ ଭାବେ ସୃଷ୍ଟି, ମନୁଷ୍ୟ ଦ୍ୱାରା ସୃଷ୍ଟି ନୁହେଁ। ପ୍ଲାଟୋଙ୍କର ଭାଷା ସମ୍ପର୍କରେ କି ସିଦ୍ଧାନ୍ତ ଥିଲା? ପ୍ଲାଟୋଙ୍କର ଭାଷା ସମ୍ପର୍କ ସିଦ୍ଧାନ୍ତ ଥିଲା ସମସ୍ତ ପଦାର୍ଥରେ ଭାଷା ପ୍ରକୃତି ପ୍ରଦତ୍ତ ବା ଦୈବିକ ପ୍ରଦତ୍ତ। ଜି.ଏଚ୍. ହଡର ଦୈବିକ ସିଦ୍ଧାନ୍ତକୁ ଆକ୍ଷେପ କରି କ'ଣ କହିଥିଲେ? ଜି.ଏଚ୍. ହଡର ଦୈବିକ ସିଦ୍ଧାନ୍ତକୁ ଆକ୍ଷେପ କରି କହିଥିଲେ ଯଦି ଭାଷା ଦୈବିକତ୍ୱ ତେବେ ପୃଥିବୀର ସବୁ ମଣିଷ ଏକ ଭାଷା କହୁଥାନ୍ତେ। ଗ୍ରେଗୋରୀ ବିଶପଙ୍କ ମତରେ ଭାଷା ସୃଷ୍ଟି କଥା କିଏ? ଏଠି ଲେଖାଯାଇଛି କର୍ତ୍ତା କିଏ ହେବା କଥା। ଈଶ୍ୱର ଯଦ୍ୟପି ମଣିଷକୁ ସୃଷ୍ଟି କରିଛନ୍ତି କିନ୍ତୁ ପୃଥିବୀର ସବୁ ପଦାର୍ଥ ଈଶ୍ୱରଙ୍କ ଦ୍ୱାରା ସୃଷ୍ଟି ନୁହେଁ। ମଣିଷ ମଧ୍ୟ କେତେକ ପଦାର୍ଥ ସୃଷ୍ଟି କରିଛନ୍ତି। ଆର୍.ଏ. ୱିଲସନଙ୍କ ମତରେ ଭାଷା ସୃଷ୍ଟି ସମ୍ପର୍କୀୟ ସିଦ୍ଧାନ୍ତ କ'ଣ? ଭଗବାନ ହୁଏତ ମଣିଷକୁ ଉପହାର ସ୍ୱରୂପ ଭାଷା ସୃଷ୍ଟି କରିବାର ଶକ୍ତି ଦେଇଛନ୍ତି କିନ୍ତୁ ମଣିଷ ହିଁ ଭାଷା ସୃଷ୍ଟି କରିଛି। ଦୈବିକ ସିଦ୍ଧାନ୍ତର ଖଣ୍ଡନ ପାଇଁ ଏହାକୁ ଏକ ଦୃଷ୍ଟାନ୍ତ ରୂପେ ନିଆଯାଇପାରେ। ମିଶରର କେଉଁ ରାଜା କାହାକୁ ନେଇ ଭାଷା ସୃଷ୍ଟି ସମ୍ପର୍କୀୟ ପରୀକ୍ଷା କରିଥିଲେ? ମିଶର ରାଜା ସେମିଟିକ୍ସ ଦୁଇଟି ନବଜାତ ଶିଶୁକୁ ନେଇ ପରୀକ୍ଷା କରିଥିଲେ। ପ୍ରିଜିଆନ ଭାଷାରେ ବକସର ଅର୍ଥ କ'ଣ? ପ୍ରିଜିଆନ ଭାଷାରେ ବକସର ଅର୍ଥ ରୁଟି। ଆକବର ବାଦଶାହ ଶିଶୁକୁ ନେଇ ପରୀକ୍ଷା କରିଥିବା ଫଳରୁ କ'ଣ ପ୍ରାପ୍ତ ହେଲେ? ଶିଶୁଗୁଡ଼ିକ ମୂକ ହୋଇ ବାହାରିଥିଲେ। ଏହାର ସ୍ପଷ୍ଟ ପ୍ରମାଣିତ ଯେ ଶିଶୁ ମା ପେଟରୁ ଭାଷା ଶିଖି ଆସି ନ ଥାଏ ବା ଭାଷା ଦୈବିକ ସୃଷ୍ଟି ନୁହେଁ। ଧାତୁ ସିଦ୍ଧାନ୍ତ ବା ଅନୁରଣନ ସିଦ୍ଧାନ୍ତ ସମ୍ପର୍କରେ କିଏ ସ୍ପଷ୍ଟ ରୂପ ପ୍ରଦାନ କରିଥିଲେ? ଜର୍ମାନ ପ୍ରଫେସର ହେସ୍ ଧାତୁ ସିଦ୍ଧାନ୍ତ ଓ ଅନୁରଣନ ସିଦ୍ଧାନ୍ତ ସମ୍ପର୍କରେ ସ୍ପଷ୍ଟ ରୂପ ପ୍ରଦାନ କରିଥିଲେ। କେଉଁ ସିଦ୍ଧାନ୍ତ ଅନୁଯାୟୀ ଭିନ୍ନ ଭିନ୍ନ ଭାଷା ପରିବାର ମଧ୍ୟରେ ଧାତୁ ରହିଛି? ଧାତୁ ସିଦ୍ଧାନ୍ତ ଅନୁଯାୟୀ ଧାତୁ ହେଉଛି କ୍ରିୟା ସୃଷ୍ଟି ଓ ଶବ୍ଦ ସୃଷ୍ଟିର ମୂଳ ବୀଜ। ଡିଂଡong ଅର୍ଥ କ'ଣ? ଏହି ସିଦ୍ଧାନ୍ତର ମୂଳ ଚେତନା କ'ଣ? ଏହାର ଅର୍ଥ ହେଉଛି ଅନୁକରଣ। ଏହି ସିଦ୍ଧାନ୍ତ ଅନୁଯାୟୀ ଧାତୁର ଧ୍ୱନି ସହିତ ଶବ୍ଦର ଏକ ରହସ୍ୟାତ୍ମକ ସଂଗତି ବା ସାମ୍ୟ ରହିଛି। ଭାଷାରେ ଧାତୁର ସଂଖ୍ୟା ଅଧିକ ହେତୁ ଜଟିଳତା ବେଶୀ ଥାଏ ବୋଲି କେଉଁମାନେ ମତ ଦିଅନ୍ତି? ଆଧୁନିକ ଭାଷାବିତ୍ମାନେ ଏହି ମତ ଦିଅନ୍ତି। ଫ୍ରାନ୍ସର ପ୍ରସିଦ୍ଧ ବିଦ୍ୱାନ ରୁଷୋ ଭାଷାର ଉତ୍ପତ୍ତି ସମ୍ପର୍କୀୟ କେଉଁ ସିଦ୍ଧାନ୍ତ ପ୍ରତିପାଦନ କରିଥିଲେ? ସଂକେତ ସିଦ୍ଧାନ୍ତ ବା ନିର୍ଣ୍ଣୟ ସିଦ୍ଧାନ୍ତ ବା ପ୍ରତୀକ ସିଦ୍ଧାନ୍ତ ବା ସ୍ୱୀକାର ସିଦ୍ଧାନ୍ତ ରୁଷୋ ପ୍ରତିପାଦନ କରିଥିଲେ। ସଂକେତ ସିଦ୍ଧାନ୍ତ କ'ଣ? ଏହି ସିଦ୍ଧାନ୍ତ ଅନୁସାରେ ମନୁଷ୍ୟମାନେ ଆରମ୍ଭରେ ହସ୍ତର ସଂକେତ ଦ୍ୱାରା ଭାବର ଆଦାନ ପ୍ରଦାନ ନିମିତ୍ତ ଚେଷ୍ଟା କରିଥିଲେ କିନ୍ତୁ ଯେତେବେଳେ ଦେଖିଲେ ଯେ କେବଳ ହସ୍ତର ସଂକେତ ଦ୍ୱାରା ସମସ୍ତ କାମ ଚଳିପାରୁନାହିଁ ସେତେବେଳେ ସେମାନେ ଏକତ୍ର ହୋଇ କେତେକ ଧ୍ୱନିକୁ ସଂକେତ ରୂପେ ସ୍ୱୀକାର କରିଥିଲେ। ସେହି ଧ୍ୱନି ସଂକେତ ଶବ୍ଦ ରୂପରେ ପରିଣତ ହେଲା। ଇଙ୍ଗିତବାଦ ବା ଲଗ୍‌ଭଗ୍ ଥିଓରିକୁ କିଏ ପ୍ରଥମେ ଉଦ୍ଭାବନ କରିଥିଲେ? ପାଲିନେସିୟ ଭାଷା ବିଦ୍ୱାନ ଡକ୍ଟର ରାୟ ପ୍ରଥମେ ଇଙ୍ଗିତବାଦ ଥିଓରିକୁ ଉଦ୍ଭାବନ କରିଥିଲେ। ସେ ଡାରୱିନ୍‌ଙ୍କ 6ଟି ଅସମ୍ବଦ୍ଧ ଭାଷାର ତୁଳନାତ୍ମକ ଅଧ୍ୟୟନ ଆଧାର ଉପରେ ଏହାକୁ ପ୍ରମାଣିତ କରିଥିଲେ। ଭାବ ପ୍ରକାଶମୂଳକ ସୋପାନ କ'ଣ? ଭାବ ପ୍ରକାଶମୂଳକ ସୋପାନରେ ମଣିଷ ତା'ର ଆଶା, ହତାଶା, କ୍ରୋଧ, କାରୁଣ୍ୟ, ଭୟ, ବିସ୍ମୟ ଆଦି ସଂକେତର ପ୍ରକାଶ କରିଥାଏ। ଅନୁକରଣମୂଳକ ସୋପାନ କାହାକୁ କୁହାଯାଏ? ଏହି ସୋପାନରେ ମଣିଷ ବିଭିନ୍ନ ଜୀବଜନ୍ତୁ ଓ ନିର୍ଜୀବ ପଦାର୍ଥମାନଙ୍କର ଧ୍ୱନିକୁ ଅନୁକରଣ କରି ଧ୍ୱନି ସଂକେତ ବା ଶବ୍ଦ ଗଠନ କରିଥିଲା। ଧ୍ୱନ୍ୟାତ୍ମକ ଅନୁକରଣ ସିଦ୍ଧାନ୍ତ କ'ଣ? ଏହି ସିଦ୍ଧାନ୍ତ ଅନୁଯାୟୀ ମନୁଷ୍ୟ ନିଜର ପରିପାର୍ଶ୍ୱରେ ଥିବା ପଶୁପକ୍ଷୀମାନଙ୍କ ଧ୍ୱନିକୁ ଅନୁକରଣ କରି କେତେକ ଶବ୍ଦ ନିର୍ମାଣ କରିଥିଲା। ଏହି ଶବ୍ଦ ଭାଷା ସୃଷ୍ଟି କାରଣ ହେଲା। ବିଲେଇ ମିଆଁଉ ମିଆଁଉ ରବ ଅନୁଯାୟୀ ଚୀନା ଭାଷାର ମିଆଁଉ, ହିନ୍ଦୀ ମ୍ୟାଉ, ଓଡ଼ିଆ କ୍ୱାଁ, କା, ମ୍ୟାଉ ପ୍ରଭୃତି ଶବ୍ଦ ପଶୁପକ୍ଷୀମାନଙ୍କର ରବରାବର ଅନୁକରଣ ସୃଷ୍ଟି। ମାକ୍ସ ମୁଲର କେଉଁ ସିଦ୍ଧାନ୍ତକୁ ହସରେ ଉଡ଼ାଇ ଦେଇ କ'ଣ କହିଥିଲେ? ଧ୍ୱନ୍ୟାତ୍ମକ ଅନୁକରଣ ସିଦ୍ଧାନ୍ତକୁ ହସରେ ଉଡ଼ାଇ ଦେଇ ବୋଉ ଥିଓରି ବୋଲି କହିଥିଲେ। ମନୋଭାବାବେଗ ସିଦ୍ଧାନ୍ତ ବା ଆବେଗ ସିଦ୍ଧାନ୍ତ କିଏ ପ୍ରଥମ ସନ୍ଧାନକାରୀ ବ୍ୟକ୍ତି? କାର୍ଡିଫ୍ ହେଉଛନ୍ତି ଏହି ଉତ୍ପତ୍ତି ସିଦ୍ଧାନ୍ତର ପ୍ରଥମ ସନ୍ଧାନକାରୀ ବ୍ୟକ୍ତି। ଏହି ସିଦ୍ଧାନ୍ତ ଅନୁଯାୟୀ ପ୍ରଥମେ ମନୁଷ୍ୟ ବିଚାର ପ୍ରଦାନ ଅପେକ୍ଷା ଅଧିକ ଥିଲା ଭାବ ପ୍ରଧାନ। ଶ୍ରମ ପରିହରଣମୂଳକ ସିଦ୍ଧାନ୍ତ ଜନ୍ମଦାତା କିଏ? ଏହି ମତବାଦ ଜନ୍ମଦାତା ହେଉଛନ୍ତି ବିଶିଷ୍ଟ ଭାଷାବିତ୍ ନୋଏର୍। ଶ୍ରମ ଅପନୋଦନ ପାଇଁ ସୃଷ୍ଟି ହେଉଥିଲା ୟୋ ହେଇ ହୋ ଧ୍ୱନିର ଏହି ସିଦ୍ଧାନ୍ତ ନାମକରଣ ହୋଇଛି। ପ୍ରେମ ସିଦ୍ଧାନ୍ତର ଉଦ୍ଭାବକ କିଏ? ପ୍ରଫେସର ହଡସନ୍ ଏହି ପ୍ରେମ ସିଦ୍ଧାନ୍ତର ଉଦ୍ଭାବକ। ସମ୍ପର୍କ ସିଦ୍ଧାନ୍ତ ପ୍ରତିପାଦକ କିଏ? ରେବେସ୍ ଥିଲେ ମନୋବିଜ୍ଞାନର ଜଣେ ବିଦ୍ୱାନ। ଏହି ସିଦ୍ଧାନ୍ତ ଅନୁଯାୟୀ ସାମାଜିକ ଜୀବ ମଣିଷର ପାରସ୍ପରିକ ସମ୍ବନ୍ଧ ରଖିବା ଏକ ସହଜାତ ପ୍ରବୃତ୍ତି। ଏହି ପ୍ରବୃତ୍ତି ହେଉଛି ସମ୍ପର୍କ। ଏହି ପ୍ରବୃତ୍ତିରୁ ସମାଜ ବା ଗୋଷ୍ଠୀର ସୃଷ୍ଟି।
ସମନ୍ୱିତ ସିଦ୍ଧାନ୍ତ ବା ଏକୀଭୂତ ସମ୍ଭାବନା ସିଦ୍ଧାନ୍ତର ଜନ୍ମଦାତା କିଏ? ଏହି ସିଦ୍ଧାନ୍ତର ଜନ୍ମଦାତା ହେଉଛନ୍ତି ପ୍ରସିଦ୍ଧ ଭାଷା ବିଜ୍ଞାନବିଦ ସ୍ୱିଟ୍। ତାଙ୍କ ମତରେ ଭାଷା ପ୍ରାରମ୍ଭିକ ରୂପରେ ଭାବ ସଂକେତ ବା ଇଙ୍ଗିତ ଏବଂ ଧ୍ୱନି ସମବାୟ ଏହି ଦୁଇଟି ଉପରେ ଆଧାରିତ ଥିଲା। ଧ୍ୱନି ସମବାୟର ଆଧାର ଉପରେ ଶବ୍ଦମାନଙ୍କ ବିକାଶ ସାଧିତ ହେଲା। ପ୍ରତିବିମ୍ବ ସିଦ୍ଧାନ୍ତର ଆବିଷ୍କର୍ତ୍ତା କିଏ? ପ୍ରତିବିମ୍ବ ସିଦ୍ଧାନ୍ତର ଆବିଷ୍କର୍ତ୍ତା ହେଉଛନ୍ତି ସ୍ଲେଗେଲ। ଭାବ ପ୍ରତିବିମ୍ବର ଧ୍ୱନି ପ୍ରକାଶର ବ୍ୟାକୁଳରୁ ଏହି ସିଦ୍ଧାନ୍ତ ଉତ୍ପନ୍ନ। ବିବର୍ତ୍ତନ ସିଦ୍ଧାନ୍ତର ଡାରୱିନ୍ କ'ଣ ଦର୍ଶାଇଥିଲେ? ଭାବ ମାନବ ସୃଷ୍ଟ ସ୍ରୋତ ସହିତ ଓତପ୍ରୋତ ଭାବରେ ଜଡ଼ିତ। ପ୍ରଥମେ ବାକ୍ଯନ୍ତ୍ର ମୂକ ଅଭିନୟକୁ ଅନୁକରଣ କରୁନଥିଲା। ମଣିଷ ଅଧିକ ସାମାଜିକ ହେବା ପରେ ଧ୍ୱନି ସଂକେତ ଶୃଙ୍ଖଳିତ ଅନୁକ୍ରମ ଧାରାରେ ସୃଷ୍ଟି ହୋଇଛି। ଆବିଷ୍କୃତ ଭାଷା ସିଦ୍ଧାନ୍ତ ମଧ୍ୟରୁ ଅଧିକ ସୁଚିନ୍ତିତ ସିଦ୍ଧାନ୍ତ କାହାକୁ କୁହାଯାଏ? ବିବର୍ତ୍ତନ ଭାଷାର ସୃଷ୍ଟି ସମ୍ପର୍କରେ ଆବିଷ୍କୃତ ସିଦ୍ଧାନ୍ତମାନଙ୍କ ମଧ୍ୟରେ ଅଧିକ ସୁଚିନ୍ତିତ ସିଦ୍ଧାନ୍ତ ଭାବରେ ଗୃହୀତ। ଆଜିର ଭିଡ଼ିଓରେ ଆମେ ୟୁନିଟ୍ 2ର 1 ମାର୍କିଆ କୋଶ୍ଚିନ୍ ସମ୍ପୂର୍ଣ୍ଣ ଭାବେ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓରେ ପୁଣି ଦେଖା ହେବା।